ସ୍ୱାଗତ ଭାଷଣ ପ୍ରଦାନ କରୁଥିବାରୁ ମନରେ ଏକ ପରମ ଆନନ୍ଦ ତୃପ୍ତି ଲାଭ କରୁଅଛି। ଶତାଧିକ ଦିନର ଲକ୍ଷାଧିକ ସମୟ ଅତିକ୍ରାନ୍ତ କରି ଆଗେଇ ଚାଲିছে ଶିକ୍ଷାଶ୍ରମର ଗାଥା ଓ ଆପଣାଇ ଚାଲିଛି ସଫଳତା। ଏକ ମୁକୁଟ ବିହନ ସମ୍ରାଟ ଭାବରେ ଲମ୍ବା ରାସ୍ତାର ପଥିକ ଭାବରେ ତାର ଗୌରବାନ୍ୱିତ ପରିବେଶକୁ ଆମ ଏ ଶିକ୍ଷାଶ୍ରମରେ ହେଉଛି ଅଗ୍ରସର। ଆମ ଏ ଶିକ୍ଷାଶ୍ରମର ପରିବେଶକୁ ଅତ୍ୟନ୍ତ ମନମୁଗ୍ଧକର ଓ ପରକୁ ଆପଣେଇବାର ପରିବେଶ ସୃଷ୍ଟି କରାଇଥାଏ। ଏପରି ଏକ ପର୍ଯ୍ୟାୟ ଯେଉଁଠାରେ କି ଆମ ଭଳି ଶିଶୁମାନଙ୍କ ଭବିଷ୍ୟତରେ ସର୍ବୋଚ୍ଚ ଉପାଧିରେ ମଣ୍ଡିତ ହୋଇ ଜଗତକୁ ପ୍ରଦାନ କରିଥାଏ। ତାର ଜ୍ଞାନ ବିଜ୍ଞାନର ସୁମାରି ଉପହାର। ତେଣୁ ଆଜି ଯାହା ପାଇଁ ଆମେ ଏଠାରେ ଉପସ୍ଥିତ ଶୋଭନୀୟ ଶିକ୍ଷାଶ୍ରମ ପୂଜ୍ୟ ଶ୍ରୀ କୁମାର ଭାଇ ସେହି ମହାନ ବ୍ୟକ୍ତିଙ୍କ ପାଦ ପଦ୍ମରେ ମୁଁ ଗୋଟି ଗୋଟି ପ୍ରଣାମ ଜଣାଇ ସାଇ ସମ୍ପୂର୍ଣ୍ଣ କହି ମୋର ସ୍ୱାଗତ ଭାଷଣ ସମାପ୍ତ କରୁଅଛି ଓ ତାଙ୍କର ଏକ ମହତ୍ଵ ବାଣୀକୁ ସ୍ମରଣ କରି ଆଉ କେହି ଭଲ ହେଉ ବା ନ ହେଉ ଭଲ ମୁଁ ନିଜକୁ କରିବଇ ଏହା ହେଉ ପ୍ରତି ମନର ଶପଥ ଜୀବନେ ସିଦ୍ଧି ଲାଭ ପାଇଁ। ଓମ୍ ସର୍ବେ ଭବନ୍ତୁ ସୁଖିନଃ ସର୍ବେ